ଜୟ ଜଗନ୍ନାଥ। ୱେଲକମ୍ ଟୁ ଜସ୍ନା ସିଲେଇ ଘର। ମୁଁ ଆଜି ଗୋଟିଏ ବ୍ଲାଉଜର ବେକ୍ ନେକ୍ ଡିଜାଇନର କଟିଂ ଏବଂ ଷ୍ଟିଚିଂ କରିବି। ମୁଁ ଏଠି ଅସ୍ତ୍ରଟିକୁ କାଟିକି ଏମିତି ନେଇଛି। ଏବେ ଏହାକୁ ଟୁ ଫୋଲ୍ଡ କରି ଏମିତି ରଖି ନେଉଛି। ଏବେ ମୁଁ କାନ୍ଧ ପାଖରୁ ଏହାକୁ ମାର୍କ କରିବି। ମୁଁ ଏଠି କାନ୍ଧ 2 ଇଞ୍ଚରେ ମାର୍କ କରି ନେଉଛି ଏବଂ ଏହାପରେ ମୁଁ ବେକ୍ର ଡିପ୍ ରଖିବି 9.5। ମୁଁ ଏଠି 9.5ରେ ମାର୍କ କରି ନେଇଛି। ଏବେ ଷ୍ଟ୍ରେଟ୍ ଲାଇନଟି ଟାଣି ନେଉଛି। ଏବେ ମୁଁ ଇଞ୍ଚି ଟେପକୁ ନେଇ ଏହାର ହାଫ୍ କରି ଏଠି ମାର୍କ କରି ନେଉଛି। ଏହାପରେ ମୁଁ ଏଇ ହାଫ୍ ଇଞ୍ଚ ଯେଉଁ କଲି ସେଥିରେ ଏମିତି ସେପ୍ ଦେଇ ଦେଉଛି। ଏହାପରେ ମୁଁ ତଳ ପଟରୁ ମାର୍କ କରିବି। ମୁଁ 3 ଇଞ୍ଚରେ ଏଠି ମାର୍କ କରି ନେଉଛି। ଏହାପରେ ମୁଁ ଏହାର ଲେନ୍ଥଟି 4 ଇଞ୍ଚରେ ମାର୍କ କରି ନେଉଛି। ଏହାପରେ ମୁଁ ଏହାର ସେପ୍ ଦେଇଦେବି। ମୁଁ ଏଠି ତ୍ରିଭୁଜ ଟାଇପ୍ରେ ସେପ୍ଟି ଦେଉଛି। ଆପଣମାନେ ଚାହିଁଲେ ଆପଣଙ୍କ ହିସାବରେ ସେପ୍ଟି ଦେବେ। ଏହାପରେ ମୁଁ ଏହାକୁ କାଟି ନେଉଛି। ଦେଖନ୍ତୁ ମୋର ଏଠି କଟିଂଟି ସରିଛି। ଏବେ ମୁଁ ଏହାକୁ ଷ୍ଟିଚିଂ କରିନେବି। ମୁଁ ଏଠି ଅସ୍ତ୍ରଟିକୁ ଏମିତି ମେନ୍ ଫେବ୍ରିକ୍ ଉପରେ ରଖି ପିନ୍ ଦ୍ୱାରା ସିକ୍ୟୁର କରିନେଇଛି। ଏବେ ମୁଁ ଏହାକୁ ଗଳା ପାଖରୁ ଷ୍ଟିଚିଂ କରିବି। ଏମିତି ମୁଁ ସାଇଡ଼ରୁ ହାଲକା ଟିକେ ଛାଡ଼ି ଏହାକୁ ଷ୍ଟିଚ୍ କରି ନେଉଛି। ଏହାପରେ ମୁଁ ତଳ ସାଇଡ଼ରୁ ଏମିତି ଷ୍ଟିଚ୍ କରି ନେଉଛି। ଏହାପରେ ମୁଁ ଏକ୍ସଟ୍ରା ଫେବ୍ରିକକୁ କାଟି ନେଉଛି। ଏହାପରେ ମୁଁ ସାଇଡ଼ରୁ ଏମିତି କଟ୍ ଲଗାଇ ନେଉଛି। ଏହାପରେ ମୁଁ ଏହାକୁ ଅଲଟେଇ ନେବି। ଏବେ ମୁଁ ଏହାକୁ ଅଲଟେଇ ନେଇଛି। ଏବେ ମୁଁ ଏହାକୁ ଷ୍ଟିଚ୍ କରିବି। ମୁଁ ପ୍ରଥମେ ନେକ୍ ପାଖରୁ ଏହାକୁ ଷ୍ଟିଚ୍ କରୁଛି। ଏହାପରେ ମୁଁ ତଳ ସାଇଡ଼ରେ ମଧ୍ୟ ଷ୍ଟିଚ୍ କରିନେବି।
ଏହାପରେ ମୁଁ ପିନ୍ ଦ୍ୱାରା ଏହାକୁ ଆଟାଚ୍ କରିନେଉଛି। ଯାହାଫଳରେ ମୁଁ ୟାକୁ ସାଇଡ଼ରେ ସିଲେଇ ଦେଲା ବେଳେ ଏହା ଆଉ ଖସିବନି। ମୁଁ ଏମିତି ଚାରି ପାଖରେ ପୁରା ସିଲେଇ କରିନେବି। ମୁଁ ଏମିତି ସାଇଡ଼ରୁ ଏମିତି ସିଲେଇ କରିନେଉଛି। ଏହାପରେ ମୁଁ ଲେସ୍‌କୁ ଆଟାଚ୍ କରିନେବି। ଏହାପରେ ମୁଁ ତଳ ସାଇଡ଼ରେ ମଧ୍ୟ ଲେସ୍‌କୁ ଆଟାଚ୍ କରିନେବି। ଦେଖନ୍ତୁ ମୁଁ ଏବେ ଏମିତି ଗୋଟିଏ ଡୋରି ନେଇଛି। ଏହାକୁ ମୁଁ ଏମିତି ତଳ ସାଇଡ଼ରେ ଆଟାଚ୍ କରିବି। ଦେଖନ୍ତୁ ମୁଁ ଡୋରିଟି ଏମିତି ଆଟାଚ୍ କରିନେଇଛି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ ଏବଂ ନୂଆ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍‌କୁ ଦବାନ୍ତୁ।